ଏବେ ଏବେ ଦେଖନ୍ତୁ ସିଏମ୍ କିଷାନ ଯୋଜନାକୁ ନେଇ ଆଉ ଗୋଟିଏ ନୂଆ ଅପଡେଟ୍ ନେଇ ଆସିଛି। ଦେଖନ୍ତୁ ଆପଣମାନେ ଯଦି ସିଏମ୍ କିଷାନ ଯୋଜନା ଅଧୀନରେ ରେଗୁଲାରଲି ଟଙ୍କା ପାଇ ଆସୁଛନ୍ତି ତାହେଲେ ଆପଣମାନେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାହିଁକିନା ବର୍ତ୍ତମାନ ଯାହାକି ସିଏମ୍ କିଷାନ ଯୋଜନାକୁ ନେଇ କେତେଟା ଆପଣଙ୍କ ପାଇଁ ନୂଆ ମୁଁ ଅପଡେଟ୍ ନେଇ ଆସିଛି। ଦେଖନ୍ତୁ ଏଇ ଯେଉଁ ଆପଣଙ୍କର ଅକ୍ଷୟ ତୃତୀୟାରେ ସିଏମ୍ କିଷାନ ଯୋଜନାର ଆପଣଙ୍କର ଯେଉଁ ନେକ୍ସଟ କିସ୍ତିର ଟଙ୍କାଟି ଦିଆଯିବ, ଏହି କିସ୍ତିରେ କେଉଁମାନଙ୍କୁ ଟଙ୍କା ମିଳିବ, ଆପଣମାନଙ୍କୁ ଟଙ୍କା ମିଳିବ କି ନାହିଁ ଆପଣମାନେ ତାହା କେମିତି ଜାଣିପାରିବେ। ତା ସହିତ ଆପଣଙ୍କର ଦେଖନ୍ତୁ ନୂଆ ଲିଷ୍ଟ ଆସିଯାଇଛି, ସେଇ ନୂଆ ଲିଷ୍ଟଟିକୁ ଆପଣମାନେ କେମିତି ଚେକ୍ କରିପାରିବେ ଏବଂ ଆପଣଙ୍କର କେଉଁ ବ୍ୟାଙ୍କ ଆକାଉଣ୍ଟରେ ସିଏମ୍ କିଷାନ ଯୋଜନାର ପରବର୍ତ୍ତୀ କିସ୍ତିର ଟଙ୍କା ମିଳିବ, ତା ସହିତ ଭୂମିହୀନ ଚାଷୀଙ୍କୁ ଏଥର ଯାହାକି କେତେ ଟଙ୍କା ମିଳିବ ଆପଣଙ୍କୁ ମୁଁ ଏହି ସବୁ ଅପଡେଟ୍ ଯାହାକି ଏଇ ଗୋଟିଏ ଭିଡ଼ିଓରେ ଜଣାଇଦେବି। ଯାହାକି ଆପଣମାନେ ଏଇ ଗୋଟିଏ ଭିଡ଼ିଓ ଦେଖିଦେଲା ପରେ ଏ ନେଇ ସବୁ ତଥ୍ୟ ଗୁଡ଼ିକ ଜାଣିପାରିବେ। ସେଥିପାଇଁ ଭିଡ଼ିଓକୁ ଲାଇକ୍ କରନ୍ତୁ, ଯେଉଁମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ପ୍ରଥମେ ଦେଖନ୍ତୁ ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଆଉ କମ୍ ଦିନ ଭିତରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଭାଇମାନେ ସିଏମ୍ କିଷାନ ଯୋଜନାର ପରବର୍ତ୍ତୀ କିସ୍ତିର ଟଙ୍କା ପାଇବା ପାଇଁ ଯାଉଛନ୍ତି, ଯାହାକି ସରକାରଙ୍କ ତରଫରୁ ଏପ୍ରିଲ 20 ତାରିଖରେ ଆପଣଙ୍କୁ ଯାହାକି ସିଏମ୍ କିଷାନ ଯୋଜନାର ପରବର୍ତ୍ତୀ କିସ୍ତିର ଟଙ୍କା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆପଣଙ୍କ ଆକାଉଣ୍ଟକୁ ସିଧାସଳଖ ଡିବିଟି ମାଧ୍ୟମରେ 2000 ଟଙ୍କା ଲେଖାଏଁ ଟ୍ରାନ୍ସଫର କରିବା ପାଇଁ ଯାଉଛନ୍ତି। କାହିଁକିନା ସରକାରଙ୍କର ନିୟମ ରହିଛି ଯେ ଆପଣଙ୍କୁ ନୂଆଖାଇରେ ଏବଂ ଅକ୍ଷୟ ତୃତୀୟାରେ ସିଏମ୍ କିଷାନ ଯୋଜନାର ଟଙ୍କାଟି ଦେଇଥାନ୍ତି। ଯେହେତୁ ଏପ୍ରିଲ 20 ତାରିଖରେ ଆପଣଙ୍କର ଅକ୍ଷୟ ତୃତୀୟା ପଡ଼ୁଛି, ଏହି ଅକ୍ଷୟ ତୃତୀୟା ଅବସରରେ ଆପଣମାନେ ଯାହାକି ସିଏମ୍ କିଷାନ ଯୋଜନାର ପରବର୍ତ୍ତୀ କିସ୍ତିର ଟଙ୍କା ପାଇବା ପାଇଁ ଯାଉଛନ୍ତି। ତେବେ ଦେଖନ୍ତୁ ଏଇ ଯେଉଁ ଆପଣଙ୍କର ପରବର୍ତ୍ତୀ କିସ୍ତିର ଟଙ୍କାଟି ଆପଣଙ୍କୁ ଏପ୍ରିଲ 20 ତାରିଖରେ ମିଳିବା ପାଇଁ ଯାଉଛି, ଏଇ 20 ତାରିଖରେ କେଉଁ ଚାଷୀ ଭାଇମାନେ ଟଙ୍କାଟି ପାଇପାରିବେ ଦେଖନ୍ତୁ ଆପଣଙ୍କୁ ମୁଁ ସେଇ ନେଇ ମଧ୍ୟ ଅପଡେଟ୍ ଯାହାକି ଜଣାଇ ଦେଉଛି। ଦେଖନ୍ତୁ ସିଏମ୍ କିଷାନ ଯୋଜନାର ଯେଉଁ ପୋର୍ଟାଲ ରହିଛି ସେଇ ପୋର୍ଟାଲଟିକୁ ଆପଣମାନେ ଯାଇକି ଓପନ୍ କରନ୍ତୁ। ଓପନ୍ କରିସାରିଲା ପରେ ଆପଣଙ୍କର ଯେଉଁ ସ୍ଥିତି ରହିଛି ଅର୍ଥାତ୍ ଆପଣଙ୍କର ଯେଉଁ ଟାଟସ୍ ରହିଛି ସେଇ ଟାଟସ୍ଟିକୁ ଚେକ୍ କରନ୍ତୁ। ଦେଖିବେ ଯେ ଆପଣଙ୍କର ଟାଟସ୍ରେ ଯଦି ସବୁକିଛି ଗ୍ରୀନ୍ ଟିକ୍ ରହିଛି, ଆପଣଙ୍କର କୌଣସି ଜାଗାରେ ଯଦି ଆପଣଙ୍କର ଭେରିଫିକେସନ୍ ପେଣ୍ଡିଂ ନାହିଁ ତାହେଲେ ଆପଣମାନେ 100% এই কিস্তিରେ ଯାହାକି ସିଏମ୍ କିଷାନ ଯୋଜନାର ପରବର୍ତ୍ତୀ କିସ୍ତିର ଟଙ୍କାଟି ପାଇପାରିବେ। କିନ୍ତୁ ଆପଣଙ୍କର ଆଧାର କାର୍ଡ଼ଟି ବ୍ୟାଙ୍କ ଆକାଉଣ୍ଟରେ ଲିଙ୍କ ଥିବା କଥା। ଯେଉଁ ବ୍ୟାଙ୍କ ଆକାଉଣ୍ଟରେ ଆପଣଙ୍କର ଆଧାର କାର୍ଡ଼ଟି ଲିଙ୍କ ଥିବ ସେଇ ବ୍ୟାଙ୍କ ଆକାଉଣ୍ଟରେ ଆପଣମାନେ ଯାହାକି ସିଏମ୍ କିଷାନ ଯୋଜନାର ପରବର୍ତ୍ତୀ କିସ୍ତିର ଟଙ୍କାଟି ପାଇପାରିବେ। ନେକ୍ସଟ ଦେଖନ୍ତୁ ଆପଣଙ୍କର ଯେଉଁ ଭୂମିହୀନ ଚାଷୀ ଭାଇମାନେ ରହିଛନ୍ତି, ଭୂମିହୀନ ଚାଷୀ ଭାଇମାନେ ଏହି କିସ୍ତିରେ କେତେ ଟଙ୍କା ପାଇପାରିବେ। ଦେଖନ୍ତୁ ଭୂମିହୀନ ଚାଷୀ ଭାଇମାନଙ୍କୁ ଏହି କିସ୍ତିରେ ଆପଣଙ୍କର ଯେତେ ଟଙ୍କା ସେମାନଙ୍କର ପେଣ୍ଡିଂ ରହିଛି, ଅର୍ଥାତ୍ କିଛି ଚାଷୀ ଯାହାକି ଆପଣଙ୍କର 2500 ପାଇବେ, କିଛି ଚାଷୀ ଯାହାକି ଆପଣଙ୍କର 4000 ଟଙ୍କା ପାଇବେ, କିଛି ଚାଷୀ ଯାହାକି ଆପଣଙ୍କର 5000 ଟଙ୍କା ମଧ୍ୟ ପାଇବାର ସମ୍ଭାବନା ରହିଛି। ଅର୍ଥାତ୍ ଆପଣମାନଙ୍କୁ ଯଦି ଏପର୍ଯ୍ୟନ୍ତ ଭୂମିହୀନ ଚାଷୀ ଅନୁସାରେ ଯଦି 12500 ଟଙ୍କା ଦିଆଯାଇ ନାହିଁ ତାହେଲେ ଆପଣମାନେ ମଧ୍ୟ ଏହି କିସ୍ତିରେ ଆପଣଙ୍କର ଯେତେ ଟଙ୍କା ବାକି ରହିଯାଇଛି ସେତିକି ଟଙ୍କା ଯାହାକି ଆପଣମାନେ ପାଇପାରିବେ। ଠିକ୍ ଅଛି, ଏଥିଲା ଆପଣଙ୍କ ପାଇଁ ବହୁତ ବଡ଼ ଗୋଟେ ଅପଡେଟ୍। ଆପଣଙ୍କୁ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚୟ ଗୋଟେ କମେଣ୍ଟ କରିବେ ଏବଂ ପ୍ରତ୍ୟେକ ଦିନ ଏମିତି ନୂଆ ନୂଆ ଯୋଜନା ଗୁଡ଼ିକର ଇନଫର୍ମେସନ୍ ଗୁଡ଼ିକ ଜାଣିବା ପାଇଁ ଚାହୁଁଥିଲେ ଆମର এই ଯେଉଁ ଚ୍ୟାନେଲ୍ ରହିଛି ଏହି ଚ୍ୟାନେଲ୍ଟିକୁ ସବସ୍କ୍ରାଇବ୍ କରିକି ରେଗୁଲାରଲି ଦେଖୁଥାନ୍ତୁ।